ଘରୋଇ କଳିକୁ ନେଇ ଗଭୀର ଜଳକୁ ଡେଇଁ 62 ବର୍ଷୀୟ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡ଼ି ଗ୍ରାମର ଗଙ୍ଗାଧର ମହାନ୍ତଙ୍କ ପତ୍ନୀ ସାବିତ୍ରୀ ମହାନ୍ତ 62 ବର୍ଷୀୟା ବୃଦ୍ଧା ଆଜି ବୈତରଣୀ ନଦୀ ଶଯ୍ୟାରେ ଭୀମକୁଣ୍ଡରେ ଥିବା ପ୍ରସ୍ତର ପରିବେଷ୍ଟିତ ସାନକୁଣ୍ଡରେ ଖସି ପଡ଼ିଥିଲେ। ଆଜି ମଧ୍ୟାହ୍ନରେ ଘଟିଥିବା ଏହି ଅଘଟଣ ପରେ ବୃଦ୍ଧା ଜଣକ ଏକ ପଥରକୁ ଧରି ନିଜର ପ୍ରାଣ ରକ୍ଷା କରିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ପାଟଣା ଅଗ୍ନିଶମ କେନ୍ଦ୍ରାଧିକାରୀ ଗୌରମୋହନ ହେମ୍ବ୍ରମ ଓ ତାଙ୍କ ଟିମ୍ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୌଡ଼ି ସାହାଯ୍ୟରେ ସାନକୁଣ୍ଡ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରି ସାରିଥିଲେ। ଉଦ୍ଧାର ପରେ ଅଗ୍ନିଶମ ବାହିନୀ ତାଙ୍କୁ ପାଟଣା ଡାକ୍ତରଖାନାକୁ ଆଣିବା ପରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସାମାନ୍ୟ ଘରୋଇ କଳିରୁ ଏ ଅଘଟଣ ଘଟିଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।